शनिଙ୍କର कृपारू मिलिबाकु जाउछि खुशी खबर 7:30 रु मुक्ति हेबा पई जाउछन्ते 3 गोटी राशि। एही 3 गोटी राशिंकर जेतेबेले 7:30 रु मुक्ति हेबे सेतेबेले एमानक जीवन रे चलीथिबा सबु समस्या दूर हेई जीवन रे खुशी फेरिबो। धन संपत्ति एवं चली रहिथिबा विभिन्न समस्यार समाधान मध्य होइजिबो। तेबे केउ 3 गोटी राशिर व्यक्तिविशेष मानकर शनि 7:30 शेष हेबा पई जाउछि से संपर्क रे वीडियो रे आगो जानिबा। वीडियो रे आगो को बढ़िया पूर्व छोट अनुरोध आपण मन जति हम चैनल को नुआ आछंती तेबे चैनल को सब्सक्राइब करी पाखर थिबा बेल आइकन को प्रेस करि दियंतु। कमेंट बॉक्स रे ओम शनिश्चराय नमः निश्चिंत लेखंतु। तेबे आसंतु जानिबा केउ 3 गोटी राशिंकर विशेष परिवर्तन हेबाकु जाउछि एवं शनि 7:30 रु एमाने मुक्ति पाइबा पई जाउछंती। शनिଙ୍କର ଚାଲି ଅନ୍ୟ ଗ୍ରହ ତୁଳନାରେ ବହୁତ ଧୀର ହୋଇଥାଏ। ସେଥିପାଇଁ ଶନିଙ୍କୁ ଗୋଟେ ରାଶିରୁ ଆଉ ଗୋଟେ ରାଶିକୁ ପରିବର୍ତ୍ତନ କରିବାକୁ ପ୍ରାୟ 2.5 ବର୍ଷ ଲାଗିଥାଏ। 2027ରେ ଶନି ମୀନ ରାଶିରୁ ମେଷ ରାଶିରେ ପ୍ରବେଶ କରିବେ। ଏହି ଗ୍ରହ ଗୋଚର କେବଳ ରାଶିମାନଙ୍କରେ ନୁହଁ ବରଂ 7.5 ଉପରେ ମଧ୍ୟ ପଡ଼ିବ। ଶନିଙ୍କର ଚାଲି ଅନ୍ୟ ଗ୍ରହ ତୁଳନାରେ ବହୁତ ଧୀର ହୋଇଥାଏ। ସେଥିପାଇଁ ଶନିଙ୍କୁ ଗୋଟେ ରାଶିରୁ ଆଉ ଗୋଟେ ରାଶି ପରିବର୍ତ୍ତନ କରିବାକୁ ପ୍ରାୟ 2.5 ବର୍ଷ ଲାଗିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କର ମେଷ ରାଶିକୁ ପ୍ରବେଶ କରିବା ଫଳରେ ଲୋକମାନେ ବହୁତ ବର୍ଷର ସମସ୍ୟାରୁ ମୁକ୍ତି ପାଇବେ। ଶନିଙ୍କୁ କର୍ମ ଏବଂ ନ୍ୟାୟର ଗ୍ରହ ଭାବରେ ବିବେଚନା କରାଯାଏ। ଯେବେ ଶନିଙ୍କର ଗତିପଥ ପରିବର୍ତ୍ତନ ହୁଏ ସେତେବେଳେ ଲୋକଙ୍କ ଜୀବନରେ ଥିବା ଅସୁବିଧାର ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ। କେତେ ଲୋକଙ୍କର ଅଟକିଥିବା କାର୍ଯ୍ୟ ପୂରଣ ହେବାକୁ ଲାଗେ। 2027 ଜୁନ୍ 30 ତାରିଖରେ ଶନି ମୀନ ରାଶିରୁ ମେଷ ରାଶିକୁ ପ୍ରବେଶ କରିବେ। ତେବେ ଚାଲନ୍ତୁ ଜାଣିବା ଏହି ପରିବର୍ତ୍ତନରେ କେଉଁ ରାଶିରେ ଅଧିକ ପ୍ରଭାବ ପଡ଼ିବା ପାଇଁ ଯାଉଛି। ଦେଖନ୍ତୁ 2027ରେ ଶନିଙ୍କର ଗୋଚରରେ ସିଂହ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ ହେବ। ସିଂହ ରାଶିର ବ୍ୟକ୍ତିବିଶେଷ ମାନଙ୍କୁ ଶନିଙ୍କର ଏହି ଚଳନରୁ ମୁକ୍ତି ମିଳିବ ଯାହାଫଳରେ ଆପଣଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତି ହେବ। ଯେପରିକି ଏହି ଚଳନ ପ୍ରଭାବରେ ଆପଣଙ୍କର ଅଟକି ରହିଥିବା ଅନେକ କାର୍ଯ୍ୟର ଶୁଭଫଳ ମିଳିବ। ବ୍ୟବସାୟରେ ବି ଅନେକ ସଫଳତା ମିଳିବ। ବିବାହର ଯୋଗ ରହୁଛି। ପରିବାରରେ ଶାନ୍ତି ପରିବେଶ ଦେଖିବାକୁ ମିଳିବ। ଦ୍ୱିତୀୟ ରାଶିଟି ହେଉଛି ଧନୁରାଶି। ଧନୁରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶନି ମେଷ ରାଶିରେ ଚଳନ ଫଳରେ ଅନେକ ଶୁଭ ଫଳ ଆଣିଦେବ। ଏହି ଗୋଚର ଫଳରେ ଧନୁରାଶିରେ ଚାଲିଥିବା ଢେଇଆର ପ୍ରଭାବ ସମାପ୍ତ ହେବ ଏବଂ ଅନେକ ଶୁଭ ଫଳ ମିଳିବ। ଶନିଙ୍କର ମେଷ ରାଶିରେ ଗୋଚର ପ୍ରଭାବରେ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅନେକ ଶୁଭ ଫଳ ଆଣିଦେବ। କୁମ୍ଭ ରାଶି ଶନିଙ୍କର 7.5 ରୁ ବାହାରି ଯିବ। ତାଙ୍କ ଜୀବନରେ ଅନେକ ସୁଖଫଳ ପ୍ରାପ୍ତି ହେବ। କୁମ୍ଭ ରାଶିର ଅଧିପତି ଯେହେତୁ ନିଜେ ଶନି ତେଣୁ ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଗୋଚର ପ୍ରଭାବ ଅଧିକ ଦେଖାଦେବ। ବ୍ୟବସାୟରେ ଯେଉଁ କ୍ଷତି ହେଉଥିଲା ତାହା ଧୀରେ ଧୀରେ ଆପଣଙ୍କର ଭଲ ହେବାକୁ ଲାଗିବ। ଜୀବନରେ ସୁଖ ସମୃଦ୍ଧି ବଢ଼ିବାର ନଜରକୁ ଆସିବ।